ଜୟ ଜଗନ୍ନାଥ ଏବଂ ଗୁଡ୍ ମର୍ଣ୍ଣିଂ ଟୁ ଅଲ୍ ଦି ଭିଉୟର୍ସ। କରୋନା ମହାମାରୀ ଯୋଗୁଁ ଗତବର୍ଷ ଓ ଏ ବର୍ଷ ମଧ୍ୟ ଦଶମ ଓ ଅନ୍ୟାନ୍ୟ ପିଲାମାନଙ୍କର ପାଠପଢ଼ାରେ ପରୀକ୍ଷାରେ ଏସବୁଥିରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି। ଏଣୁ ପିଲାମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ତରଫରୁ ପରୀକ୍ଷା ପ୍ୟାଟର୍ନକୁ ପୁରାପୁରି ଚେଞ୍ଜ କରିଦିଆଯାଇଛି ଏବଂ ନ୍ୟୁ ସ୍କିମ୍ ଅଫ୍ ଆସେସମେଣ୍ଟ ଲାଗୁ କରାଯାଇଛି, ଯାହାକି ନିଶ୍ଚିତ ଭାବରେ ଏକ ଐତିହାସିକ ପଦକ୍ଷେପ। ସେ ବିଷୟରେ ଆମେ ଟିକେ ଏକ୍ସପ୍ଲେନ୍ କରିବା, କାରଣ ପୂର୍ବରୁ ଏପରି ପ୍ରୋସେସ୍ ନଥିଲା, ଯଦ୍ୱାରା କି ସମସ୍ତ ପିଲା ଓ ଗାର୍ଡ଼ିଆନ୍ ଏ ବିଷୟରେ ବୁଝିପାରିବେ। ସ୍ପେଶିଆଲି ଏହି ବର୍ଷ ପାଇଁ ଇଣ୍ଟରନାଲ୍ ଆସେସମେଣ୍ଟର ପ୍ରଚଳନ କରାଯାଇଛି। ପରେ ଏଥିରେ କିଛିଟା ପରିବର୍ତ୍ତନ ଅଣାଯାଇପାରେ। ଯେମିତିକି ଟ୍ରାଡ଼ିସନାଲି ଆମର ଗୋଟିଏ ମାତ୍ର ବୋର୍ଡ଼ ପରୀକ୍ଷା ହେଉଥିଲା, ତାହା ଦଶମ ଶ୍ରେଣୀ ଶେଷରେ, ଏବଂ ସେଇଥିରେ ପିଲାଙ୍କର ଭାଗ୍ୟ ନିର୍ଦ୍ଧାରଣ କରାଯାଉଥିଲା। କିନ୍ତୁ ଏବେ ଆଉ ସେପରି ହେବ ନାହିଁ। ଏବେ ଇଣ୍ଟରନାଲ୍ ଆସେସମେଣ୍ଟର ପ୍ରଚଳନ କରାଯାଇଛି। ଇଣ୍ଟରନାଲ୍ ଆସେସମେଣ୍ଟ ଫର୍ମେଟିଭ୍ ଆସେସମେଣ୍ଟ ରୂପରେ ସ୍କୁଲରେ ପରୀକ୍ଷା ହେବ। ଯେଉଁ କେତେକ ମୁଖ୍ୟ ପରିବର୍ତ୍ତନ କରାଯାଇଛି ସେଗୁଡ଼ିକ ହେଲା, ନମ୍ବର 1ରେ ପ୍ରଥମତଃ ପେଣ୍ଡେମିକ୍ ସିଚୁଏସନ୍ ଯୋଗୁଁ କରିକୁଲମକୁ 70% କରିଦିଆଯାଇଛି। ଅର୍ଥାତ୍ ପୂର୍ବରୁ ଯାହା ପଢ଼ାଯାଉଥିଲା ବର୍ତ୍ତମାନ ସବୁଯାକ ପଢ଼ାଯିବ ନାହିଁ। କ'ଣ କ'ଣ ପଢ଼ାଯିବ, ସିଲାବସ୍ରେ କ'ଣ ଅଛି ତାହା ପୂର୍ବରୁ ଜଣାଯାଇଛି ଏବଂ ବୋର୍ଡ଼ରେ ୱେବସାଇଟ୍ରେ ମଧ୍ୟ ଅଛି। ନମ୍ବର 2ରେ ପୁଣି ଅନଲାଇନ୍ ଓ ଅଫଲାଇନ୍ ଦୁଇଟି ଯାକ ମୋଡ଼ରେ ପାଠ ପଢ଼ାଯାଉଛି। ଆପଣମାନେ ସମସ୍ତେ ଦେଖୁଥିବେ, ଅସିପା ତରଫରୁ ଅନଲାଇନ୍ ମୋଡ଼ରେ ୟୁଟ୍ୟୁବ୍ ଜରିଆରେ ଛଡ଼ାଯାଉଛି। ତା ସହିତ ଡିଡି ଚ୍ୟାନେଲରେ ମଧ୍ୟ ଅନଲାଇନ୍ ମୋଡ଼ରେ ପାଠ ପଢ଼ାଯାଉଛି। ସେଭଳି ଆଉ ଗୋଟେ ଚେଞ୍ଜ ହେଲା, ନମ୍ବର 3ରେ ଏକାଡେମିକ୍ ସେସନ୍କୁ ଜୁଲାଇ 2021ରୁ ଏପ୍ରିଲ 2022 କରିଦିଆଯାଇଛି। ପ୍ରଥମେ ଏହା ଏପ୍ରିଲରୁ ମାର୍ଚ୍ଚ ପର୍ଯ୍ୟନ୍ତ ଥିଲା। ନମ୍ବର 4ରେ ପ୍ରତ୍ୟେକ ସେସନ୍କୁ ଦୁଇଟି ଟର୍ମରେ ବିଭକ୍ତ କରାଗଲା, ଟର୍ମ 1 ଏବଂ ଟର୍ମ 2। ଟର୍ମ 1 ପାଇଁ ସ୍କୁଲ ତରଫରୁ FA1, FA2 ଏବଂ ଟର୍ମ 2 ପାଇଁ FA3 ଓ FA4 ଏହି ପରୀକ୍ଷା ଗୁଡ଼ିକ ସ୍କୁଲ ଦ୍ୱାରା ପରିଚାଳିତ ହେବ। ଏଥିରେ ସେଣ୍ଟ୍ରାଲ ଷ୍ଟେଜ୍ରେ ଆପଣଙ୍କର ରହିଲେ ସବଜେକ୍ଟ ଟିଚର, କ୍ଲାସ୍ ଟିଚର ଏବଂ ହେଡ଼ମାଷ୍ଟର ଅଫ୍ ଦି ସ୍କୁଲ। ନମ୍ବର 5ରେ ଟର୍ମ 1 ଏଣ୍ଡରେ ଗୋଟିଏ ପରୀକ୍ଷା ବୋର୍ଡ଼ ଦ୍ୱାରା କରାଯିବ, ତାହାକୁ SA1 କୁହାଯିବ। ଟର୍ମ 2 ଏଣ୍ଡରେ ଆଉ ଗୋଟିଏ ପରୀକ୍ଷା ବୋର୍ଡ଼ ଦ୍ୱାରା କରାଯିବ, ତାହାକୁ SA2 କୁହାଯିବ। ଏହା ବୋଥ୍ ନବମ ଓ ଦଶମ ଶ୍ରେଣୀ ପାଇଁ ଲାଗୁ କରାଯିବ। ତା ଛଡ଼ା ଫାଇନାଲ୍ ଏକ୍ଜାମିନେସନ୍ର ପିଲା କେତେ ନମ୍ବର ରଖିବ ତାହା ବୋର୍ଡ଼ ଦ୍ୱାରା ନିର୍ଦ୍ଧାରିତ ସ୍ପେଶିଆଲ ୱେଟେଜ୍ କାଲକୁଲେସନ୍ ମାଧ୍ୟମରେ ନିର୍ଦ୍ଧାରଣ କରାଯିବ। ଆମେ କହିଲେ ଯେ ଟର୍ମ 1 ଏବଂ ଟର୍ମ 2 ଏହିପରି ସେସନ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଟର୍ମ 1ଟି ଜୁଲାଇରୁ ନଭେମ୍ବର 21 ପର୍ଯ୍ୟନ୍ତ ଏବଂ ସେଥିରେ ଯେଉଁ ନ୍ୟୁ ସିଲାବସ୍ ବର୍ତ୍ତମାନ ଦିଆଯାଇଛି ତା'ର ପ୍ରଥମ 50% ଭାଗରୁ କ୍ୱେଶ୍ଚନ୍ ଆସିବ। ସେଭଳିଆ ଟର୍ମ 2 ଡିସେମ୍ବର 2021ରୁ ଆରମ୍ଭ ହୋଇ ଏପ୍ରିଲ 2022 ପର୍ଯ୍ୟନ୍ତ ଚାଲିବ ଏବଂ ସେଥିରେ ପରବର୍ତ୍ତୀ 50%ରୁ କ୍ୱେଶ୍ଚନ୍ ଆସିବ। ପ୍ରତ୍ୟେକ ଟର୍ମରେ ଦୁଇଟି ଫର୍ମାଟିଭ୍ ଆସେସମେଣ୍ଟ ହେବ। ଟର୍ମ 1ରେ FA1 ଯାହାକି କମ୍ପ୍ଲିଟ୍ ହେବ ସେକେଣ୍ଡ ୱିକ୍ ଅଫ୍ ସେପ୍ଟେମ୍ବର ସୁଦ୍ଧା, ଏ ବୋଥ୍ ନବମ ଏବଂ ଦଶମ ଶ୍ରେଣୀ ପାଇଁ କୁହାଯାଉଛି। ଦ୍ୱିତୀୟଟି FA2 ଯାହାକି ଫାର୍ଷ୍ଟ ୱିକ୍ ଅଫ୍ ନଭେମ୍ବର ସୁଦ୍ଧା ଶେଷ ହେବ। FA3 ସେକେଣ୍ଡ ୱିକ୍ ଅଫ୍ ଜାନୁଆରୀ ସୁଦ୍ଧା ଶେଷ ହେବ ଏବଂ FA4 ସେକେଣ୍ଡ ୱିକ୍ ଅଫ୍ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଆଣ୍ଡ ମାର୍କ ୱିଲ୍ ବି ଅପଲୋଡେଡ୍ 2 times per year। ସେଭଳିଆ ଗୋଟିଏ ଟର୍ମ ଏଣ୍ଡରେ SA1 ପରୀକ୍ଷା ହେବ, ତାକୁ ଟର୍ମ 1 ଏଣ୍ଡ ଏକ୍ଜାମ୍ କୁହାଯିବ, ଯାହାକି ବୋର୍ଡ଼ ଦ୍ୱାରା କରାଯିବ ଏବଂ SA2 ସେଇଭଳିଆ ଟର୍ମ 2 ଏଣ୍ଡରେ ପରୀକ୍ଷା ହେବ ଏବଂ ଫାଇନାଲ୍ ପରୀକ୍ଷା ତାହା ଏହା ମଧ୍ୟ ବୋର୍ଡ଼ ଦ୍ୱାରା ପରିଚାଳିତ ହେବ। ଫର୍ IX ବା ନବମ ଶ୍ରେଣୀ ପାଇଁ SA1 ଥାର୍ଡ଼ ୱିକ୍ ଅଫ୍ ନଭେମ୍ବରରୁ ଫାର୍ଷ୍ଟ 50% ଅଫ୍ ସିଲାବସ୍ ଆସିବ। ସେଥିରେ 40 ମାର୍କର ପରୀକ୍ଷା ହେବ। 40 ମାର୍କ ଭିତରୁ 20 ମାର୍କ ମଲ୍ଟିପୁଲ୍ ଆସିବ ଏବଂ 20 ମାର୍କ ସବଜେକ୍ଟିଭରୁ ଆସିବ। ଏବଂ ଏଇଗୁଡ଼ିକର ଆନ୍ସର ପିଲାମାନେ ନିଜ ଆନ୍ସର ଖାତାରେ ଦେବେ। ଏଥିରେ OMRର ବ୍ୟବସ୍ଥା ନାହିଁ।
SA1 एग्जाम नवम श्रेणी पाई स्कूल पॉइंट करा जिवो एवं इभाल्युएसन अलग स्कूल रे बा न्यूट्राल स्कूल रे करा जिवो जहा कि DEO निर्धारण करथिबे। से बेले SA2 परीक्षा सेकेंड वीक ऑफ एप्रिल 22 सुधा हबो एवं सेथिरे टोटाल सिलेबस रु क्वेश्चन आसीबो 80 मार्क रो परीक्षा हबो। सेथिरे 50 मार्क रो MCQ एवं 30 मार्क रो सब्जेक्टिव परीक्षा हबो। 30% क्वेश्चन एथिरु जो 80 मार्क रो परीक्षा हबो सेथिरु 30% क्वेश्चन प्रथम 50 भाग सिलेबस आसीबो एवं बाकी 70% क्वेश्चन सेकेंड 50 भाग सिलेबस आसीबो। All SA1 and SA2 questions will be produced distributed by board. If pandemic situation रहुची ताले they will appear at home. पिला माने निज परीक्षा निज घरे दे परिबे तांकू क्वेश्चन जगै दिया जिवो। FA1 FA2 एवं SA1 रो मार्क गुड़िको आफ्टर 3rd वीक ऑफ नवेम्बर अपलोड करा जिवो फॉर 9 क्लास किंतु 10 क्लास रे केबे करा जिवो ताहा पर डेट दिया जिवो। जो इंटरनल असेसमेंट हबो स्कूल रे फॉर्मेटिव असेसमेंट रूप रे सेति पई बोर्ड वेटेज रखची 20%, समेटिव असेसमेंट 1 पई रखची 30% एवं से बेले SA2 पई वेटेज रखा जी 50%। एई अनुसार पिलार मार्कशीट आसीबो एवं रिजल्ट स्कूल द्वारा मध्य डिक्लेयर करा जाय परिबो एवं बोर्ड विल सप्लाई कॉपी टू स्टूडेंट्स बाय वेबसाइट। सेपरी दशम श्रेणी पाई टर्म 1 एवं टर्म 2 बोथ पाई बोर्ड एग्जाम हेबो। दुईटी बोर्ड एग्जाम हेबो वर्ष को आगर जमी थरे होउतिला वर्तमान 2 थर हेबो एवं सेगुडी को बोर्ड द्वारा परिचालित करा जिवो। प्रथम टर्म 1 एंड रे जो बोर्ड परीक्षा हेबो ताहा लास्ट वीक ऑफ नवेम्बर रे हेबो। एथिरे 50 मार्क MCQ आसीबो एवं सेथिरे OMR सीट से परीक्षा देबे। इवैल्यूएशन बोर्ड द्वारा करा जिवो जेमति आगर होउतला सेंटर थिला सुपरिटेंडेंट थिले स्क्वाड थिले इन्विजिलेटर थिले सब जिंस बोर्ड द्वारा निर्धारण करा जिवो। एथिरे जो सिलेबस पड़िबो सेथिरे प्रथम 50% ऑफ सिलेबस पड़िबो। से भलिया SA2 पई लास्ट वीक ऑफ एप्रिल 22 सुधा एग्जाम हे जिवो बोर्ड एग्जाम। तथिरे 50 मार्क MCQ आसीबो जहाँकि OMR परीक्षा देबे एवं 30 मार्क सब्जेक्टिव परीक्षा बो टोटाल 80 मार्क आसीबो। सब्जेक्टिव परीक्षा पिला माने निजर आंसर बुकलेट रे जेमिति बोर्ड परीक्षा दउथिले तेबे एथिरे टोटाल सिलेबस रु क्वेश्चन आसीबो। आम्भे एबे फॉर्मेटिव असेसमेंट बा इंटरनल असेसमेंट किपरि क्लास रे करा जिवो ताहा एक्सप्लेन करिबा। प्रत्येक फॉर्मेटिव असेसमेंट पाई 20 मार्क दे जायछि। ए 20 मार्क मध्य 4 विभाग विभक्त कराइछि। सेगुडी के हेले पीरियडिक टेस्ट 5 मार्क, मल्टीपल असेसमेंट 5 मार्क, पोर्टफोलियो 5 मार्क्स एवं सब्जेक्ट एनरिचमेंट एक्टिविटीज पाई 5 मार्क रखाइछि। नंबर 1 रे पीरियडिक टेस्ट जहाँकि सब्जेक्ट टीचर पाठ पढ़ाया परे क्लास रे कंडक्ट करिवे जेमति के यूनिट टेस्ट होची से बड़ा पीरियडिक टेस्ट हेबो। गोटे टॉपिक पाई 3 रु 4टी बा दरकार पड़ले मैथमेटिक्स इत्यादि सब्जेक्ट रे 8 रु 10टी पीरियडिक टेस्ट क्लास रे हेबो। एथिरे सब जाक क्वेश्चन सेही टॉपिक रो आसीबो एवं सब जाक मल्टीपल चॉइस टाइप क्वेश्चन आसीबो। टीचर चाहिले 5 रु 10 मार्क ए भलिया गोटे परीक्षा करि परिबे एंड यार खाता देखा सार निज करि परिबे बा पीयर इवैल्यूएशन करि परिबे अर्थात पिला मान के मध्य रे खाता एक्सचेंज करके खाता देखि परिबे। नंबर 2 रे मल्टीपल असेसमेंट दिस टेस्ट विल बी डन बाय डिफरेंट अदर टेस्ट्स जेमति का क्विज कंपटीशन अछि, ओरल टेस्ट अछि, ग्रुप डिस्कशन अछि, क्वेश्चन फ्रेमिंग कंपटीशन अछि, मैथ्स असाइनमेंट्स एक्टिविटीज एमती करा जिवो। सेति पय 5 मार्क रखाइछि एवं एहा प्रत्येक टॉपिक ओभर हला परे एई परीक्षाटी हेबो। नंबर 3 रे पोर्टफोलियो मोट उपरे कहया को गले पोर्टफोलियो हला गोटे पिला एक टॉपिक पढ़ी सारला परे सी कौन बुझिला ताकू तार क्रिएटिव आर्ट
ସାହାଯ୍ୟରେ ବା କ୍ରିଏଟିଭ୍ ୱାର୍କ ସାହାଯ୍ୟରେ ସେ ପ୍ରଦର୍ଶନୀ କରିବ। ଏଥିରେ ସେ ନିଜ ପ୍ୟାରେଣ୍ଟସ୍ ବା ଟିଚର୍ସମାନଙ୍କର ହେଲ୍ପ ନେଇପାରେ। ଏହା ପିଲା ନିଜେ ଘରୁ କରିକି ଆଣିଥିବା କାମ, ଯେମିତି ଗୋଟେ ଡ୍ରଇଂ, ପୋଏମ୍ ରାଇଟିଂ, କଲେକ୍ସନ୍ ଅଫ୍ ମ୍ୟାଟେରିଆଲ୍ସ, ବିଭିନ୍ନ ପ୍ରକାର ବସ୍ତୁ ସଂଗ୍ରହ, ପୋଏମ୍ ଲେଖିବ, ଡ୍ରଇଂ କରିବ, ଷ୍ଟୋରି ରାଇଟିଂ କରିବ ବା ପ୍ରୋବ୍ଲେମ୍ ସଲଭିଂ କରିବ, ନିଜେ ତିଆରି କରିଥିବା ବସ୍ତୁ ଗୁଡ଼ିକ ଆଣି ଦେଖାଇବ, ମ୍ୟାଥମେଟିକାଲ୍ କମ୍ୟୁନିକେସନ୍ କରିବ ଏବଂ ସ୍କୁଲ ଏଥିପାଇଁ ଗୋଟେ ପୋର୍ଟଫୋଲିଓ ବୋର୍ଡ଼ କରି ସେମାନଙ୍କର ବେଷ୍ଟ କ୍ରିଏସନ୍ ଗୁଡ଼ାକୁ ବୋର୍ଡ଼ରେ ଡିସପ୍ଲେ କରିପାରିବ ଏବଂ ଏହି ପୋର୍ଟଫୋଲିଓ ପ୍ରତ୍ୟେକ ଟପିକ୍ ଓଭର ହେଲା ପରେ ପିଲା ଆଣି ପ୍ରଡ୍ୟୁସ୍ କରିବ। ନମ୍ବର 4ରେ ସବଜେକ୍ଟ ଏନରିଚମେଣ୍ଟ ଟେଷ୍ଟ। ଏହା ପାଇଁ ମଧ୍ୟ 5 ମାର୍କ ରଖାଯାଇଛି। ଏହା ଆଉଟସାଇଡ୍ ଅଫ୍ କୋର୍ସ, ଅର୍ଥାତ୍ ସେ ନିଜେ ଚାହିଁଲେ ନେଟ୍ରୁ କଲେକ୍ସନ୍ କରି ଆଣି ପ୍ରଡ୍ୟୁସ୍ କରିପାରିବ ବା ନ୍ୟୁଜ୍ ପେପରରୁ କଲେକ୍ସନ୍ କରିପାରିବ, ଲାଇବ୍ରେରୀ ବହି ପଢ଼ିକି କଲେକ୍ସନ୍ କରିପାରିବ, ଟିଭିରୁ ହେଇପାରେ, ଜେଜେମାଙ୍କ ଠାରୁ ହେଇପାରେ, ଗପ ବା ଗୀତ ଶୁଣି ତାକୁ ମଧ୍ୟ ଆଣି ପ୍ରଦର୍ଶନୀ କରିପାରିବ। ଏହାଦ୍ୱାରା ପିଲାର ଅଧିକ ଜାଣିବାର ଆଗ୍ରହ ନିଶ୍ଚିତ ଭାବରେ ବଢ଼ିବ। ଅଲଗା ଅଲଗା ସବଜେକ୍ଟ ପାଇଁ ଅଲଗା ଅଲଗା ସବଜେକ୍ଟ ଏନରିଚମେଣ୍ଟ ଆକ୍ଟିଭିଟିଜ୍ ଅଛି। ଲାଙ୍ଗୁଏଜ୍ ସବଜେକ୍ଟ ପାଇଁ ଲିସନିଂ, ରାଇଟିଂ, ସ୍ପିକିଂ ସ୍କିଲ୍ସ, ଭୋକାବୁଲାରୀ କିପରି ରହିଛି ପିଲାର ତାହା ଟେଷ୍ଟ କରାଯିବ। ମ୍ୟାଥ୍ ଏବଂ ସାଇନ୍ସ ପାଇଁ ସେ ମଡ଼େଲ୍ସ ତିଆରି କରିବ, ଆର୍ଟିକିଲ୍ସ ଆଣିବ, ବିଭିନ୍ନ ବାୟୋଗ୍ରାଫି କଲେକ୍ସନ୍ କରିବ, ସାଇଣ୍ଟିଷ୍ଟମାନଙ୍କର ବା ମ୍ୟାଥମେଟିସିଆନ୍ ମାନଙ୍କର ଚାର୍ଟ ତିଆରି କରିବ, ପୋଷ୍ଟର୍ସ ତିଆରି କରିବ, ପ୍ରାକ୍ଟିକାଲ ୱାର୍କ, ପ୍ରୋଜେକ୍ଟ ୱାର୍କ ଏସବୁ ଦ୍ୱାରା ତା'ର ଟେଷ୍ଟ କରାଯିବ। ସୋସିଆଲ ସାଇନ୍ସ ପାଇଁ ସେଇଭଳିଆ ମ୍ୟାପ୍ସ ତିଆରି କରିବ, ଚାର୍ଟସ୍, ଏସେ କମ୍ପିଟିସନ୍ ହେଇପାରିବ ବିଭିନ୍ନ ହିଷ୍ଟୋରିକାଲ ସବଜେକ୍ଟକୁ ନେଇକି, ଡିବେଟ୍, କୁଇଜ୍, ସ୍କାର୍ପ ବୁକ୍ ଏବଂ ନ୍ୟୁଜ୍ ଆର୍ଟିକଲ୍ସ କଲେକ୍ସନ୍ କରିପାରିବ। ଏହାଛଡ଼ା ହିଷ୍ଟୋରିକାଲ ମନୁମେଣ୍ଟସ୍ ଯାହା ଅଛି ଆମର ତା ବିଷୟରେ ଗୋଟେ ରିଡ଼ିଂ ଦେଇପାରିବ ବା ଡ୍ରଇଂ କରିକି ଆଣିକି ଶିକ୍ଷକଙ୍କୁ ଦେଖାଇପାରିବ। ଏହିସବୁ 4ଟି ଟେଷ୍ଟ ସ୍କୁଲରେ କରାଯିବ, ସ୍କୁଲ ଲେଭେଲରେ କରାଯିବ ଏବଂ ମାର୍କ କାଉଣ୍ଟ କରାଯିବ ଲାଷ୍ଟକୁ। ଫର୍ମେଟିଭ୍ ଆସେସମେଣ୍ଟ ଯେଉଁ 4 ଭାଗରେ ବିଭକ୍ତ ହେଲା, ସବୁଥିରେ 5 ମାର୍କ ଦିଆଯାଇଛି ଏବଂ ଟୋଟାଲ 20 ମାର୍କର ମାର୍କିଂ ହେବ ପିଲା ପାଇଁ ଏବଂ এই ମାର୍କ ଗୁଡ଼ିକ ଅପଲୋଡ଼ ହେବ। ସେଥିପାଇଁ ଛାତ୍ର ବା ଛାତ୍ରୀ ସବୁଦିନ ସ୍କୁଲରେ ପ୍ରେଜେଣ୍ଟ ରହିବା ଆବଶ୍ୟକ। ତାହେଲେ ଯାଇ ସେମାନେ ସ୍କୁଲ ଦ୍ୱାରା ପରିଚାଳିତ ଫର୍ମାଟିଭ୍ ଆସେସମେଣ୍ଟରେ ଭଲ ମାର୍କ ରଖିପାରିବେ। ଏଠାରେ ଗୋଟିଏ ଟେବୁଲ କରି ଦେଖାଯାଉଛି ଯେ କୁନା, ମୁନା, ଟୁନା କିପରି ପିରିୟଡ଼ିକ୍ ଟେଷ୍ଟରେ ମାର୍କ ପାଇଛନ୍ତି ଏବଂ ତାଙ୍କର ମାର୍କ କିପରି କାଲକୁଲେସନ୍ ହେଇଛି। ଏଥିରେ ପିରିୟଡ଼ିକ୍ ଟେଷ୍ଟରେ ସାର୍ ଟୋଟାଲ 50 ମାର୍କରୁ ମାର୍କିଂ କରିଛନ୍ତି। କିଏ କେତେ ରଖିଛି ତ କୁନାକୁ ଦିଆଗଲା 30/50 × 5 ସମାନ 3.0, ମୁନାକୁ ଦିଆଗଲା 18/50 × 5 ସମାନ 1.8 ଏବଂ ଟୁନାକୁ ଦିଆଗଲା 10/50 × 5 = 1 ମାର୍କ। ସେଥିପାଇଁ ଯେହେତୁ ଟୁନା ଅଧିକ ଆବସେଣ୍ଟ ଥିଲା ଏବଂ ସେ ସେଥିରେ କୌଣସି ନମ୍ବର ପାଇବ ନାହିଁ, ତାର ମାର୍କ ସବୁଠାରୁ କମିଗଲା। ସିମିଲାରଲି ଯଦି ପିଲା ପୋର୍ଟଫୋଲିଓ କରି ନ ଦେଖାଇବ ବା ସବଜେକ୍ଟ ଏନରିଚମେଣ୍ଟ ଆକ୍ଟିଭିଟିଜରେ ଭାଗ ନ ନେବ ବା କିଛି ପ୍ରୋଜେକ୍ଟ କରିବ ନାହିଁ ବା ଅଦର୍ସ ଯାହା ଆବଶ୍ୟକ ତାର ଫର୍ମେଟିଭ୍ ଆସେସମେଣ୍ଟ ପାଇଁ ଡିବେଟ୍, କୁଇଜ୍ ଇତ୍ୟାଦିରେ ଆଦୌ ଭାଗ ନେବ ନାହିଁ, ତାହେଲେ ନିଶ୍ଚିତ ଭାବରେ ତାର ମାର୍କ କମିଯିବାର ସମ୍ଭାବନା ଅଛି। ଏବେ ଆମେ ପେଣ୍ଡେମିକ୍ ଜନିତ ବିଭିନ୍ନ ସିଚୁଏସନ୍ ବିଚାର କରିବା। ଯଦି ମନେକର ସିଚୁଏସନ୍ 1 ଆମେ ଚିନ୍ତା କରିବା ଯେ 2ଟି ଯାକ ଏକ୍ଜାମ୍ ବୋର୍ଡ଼ ଦ୍ୱାରା କରାହେଇପାରିଲା, ଅର୍ଥାତ୍ SA1 ଓ SA2, ତାହେଲେ ସର୍ବଦା ୱେଟେଜ୍ ଏଭଳିଆ ରହିବ। ଇଣ୍ଟରନାଲ୍ ଆସେସମେଣ୍ଟ ପାଇଁ 20%, SA1 ପାଇଁ 30% ଓ SA2 ପାଇଁ 50%। କିନ୍ତୁ ଯଦି କୌଣସି କାରଣବଶତଃ SA1 ପରୀକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ହୋଇପାରିଲା ନାହିଁ କିନ୍ତୁ SA2 ପରୀକ୍ଷା ହୋଇପାରିଛି, ତାହେଲେ ୱେଟେଜ୍ ଏଭଳିଆ ହେବ। ଇଣ୍ଟରନାଲ୍ ଆସେସମେଣ୍ଟ ପାଇଁ 20%, SA1 ପାଇଁ 20% ଏବଂ SA2 ପାଇଁ 60% ୱେଟେଜ୍ ଦିଆଯାଇଛି। ବଟ୍ ଇଣ୍ଟରନାଲ୍ ଆସେସମେଣ୍ଟ ଏଠାରେ
ମଡରେଟ୍ କରାଯିବ କାରଣ ଯେହେତୁ ତାହା ବୋର୍ଡ଼ ଦ୍ୱାରା ଡାଇରେକ୍ଟ ପରିଚାଳିତ ହେଉନଥିଲା। ସିଚୁଏସନ୍ 3 ଏରାଇଜ୍ କରିବ, ମନେକର ଫାର୍ଷ୍ଟ ଟର୍ମ ଏକ୍ଜାମ୍ କରାଯାଇପାରିଲା, SA1 କରାଯାଇପାରିଲା କିନ୍ତୁ SA2 ପରୀକ୍ଷାଟି କରାଯାଇପାରିଲା ନାହିଁ। ତାହେଲେ ୱେଟେଜ୍ ଏଇଭଳିଆ ହେବ, ଇଣ୍ଟରନାଲ୍ ଆସେସମେଣ୍ଟ ପାଇଁ 20%, SA1 ପାଇଁ 50% ଏବଂ SA2 ପାଇଁ 30%। ସେଭଳିଆ ସିଚୁଏସନ୍ 4ରେ ଯଦି ଫାର୍ଷ୍ଟ ଏବଂ ସେକେଣ୍ଡ ଟର୍ମ କୌଣସି ଏକ୍ଜାମ୍ ବୋର୍ଡ଼ ଦ୍ୱାରା କରାଯାଇପାରିଲା ନାହିଁ ତାହେଲେ ୱେଟେଜ୍ ଇଣ୍ଟରନାଲ୍ ଆସେସମେଣ୍ଟ ପାଇଁ 20%, SA1 ପାଇଁ 30% ଓ SA2 ପାଇଁ 50% ରଖାଯିବ। ଏଠାରେ ଟୋଟାଲ୍ ରେଜଲ୍ଟ will be moderated by last 5 years result, ଅର୍ଥାତ୍ ଗତ 5 ବର୍ଷର ରେଜଲ୍ଟ ପିଲାର ବାହାର କରାଯିବ ଏବଂ ତାକୁ ଆନାଲାଇଜ୍ କରାଯାଇ ବୋର୍ଡ଼ର ପଲିସି ଅନୁସାରେ ତାକୁ ମାର୍କ ଦିଆଯିବ। କିନ୍ତୁ ଯଦି ସବୁ ଠିକ୍ଠାକ୍ ଚାଲିଲା ତାହେଲେ ସବସିକ୍ୱେଣ୍ଟ ଇୟର୍ସ ମାନଙ୍କରେ ଅର୍ଥାତ୍ ଧୀରେ ଧୀରେ ପୁଣି ସେଇ ପଲିସିକୁ ଆମେ ପୂର୍ବ ପଲିସିକୁ ଫେରି ଯାଇପାରି ଏପ୍ରିଲରୁ ମାର୍ଚ୍ଚ ପର୍ଯ୍ୟନ୍ତ ସେସନ୍ ଆରମ୍ଭ ହୋଇଯିବ ପୁଣି ଏବଂ ସିଲାବସ୍ ପୂର୍ବରୁ ଯାହା ଥିଲା ସେୟା ହୋଇଯିବ, ଅର୍ଥାତ୍ ପୁନର୍ବାର 100% ସିଲାବସ୍ ଲାଗୁ କରିଦିଆଯିବ। ଏବଂ ତା ସହିତ ଟିକେ ସ୍ଲାଇଡ୍ ଚେଞ୍ଜ କରାଯାଇପାରେ, ଯେମିତିକା ବନ୍ଦେ ଉତ୍କଳ ଜନନୀକୁ ଇନକ୍ଲୁଡ଼ କରାଯିବ MILରେ, ସେଭଳିଆ ଜିଓଗ୍ରାଫି ପାଇଁ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ଏଗୁଡ଼ାକ ଆଡ଼୍ କରାଯାଇପାରେ। ପ୍ୟାଟର୍ନ ଅଫ୍ ଏକ୍ଜାମିନେସନ୍ ଯେମିତି ନବମ ଶ୍ରେଣୀରେ 40 ମାର୍କର ପରୀକ୍ଷା କରାଯାଉଥିଲା, ଦଶମ ଶ୍ରେଣୀରେ 50 ମାର୍କର ପରୀକ୍ଷା କରାଯାଉଥିଲା, ପୁନର୍ବାର ତାହା ଚେଞ୍ଜ କରାଯାଇ 100 ମାର୍କର ପରୀକ୍ଷା କରାଯାଇପାରେ ଯଦି ପ୍ୟାଣ୍ଡେମିକ୍ ସିଚୁଏସନ୍ ଓଭର୍ ହୋଇଗଲା ଏବଂ ସେଇଭଳିଆ ମଡରେସନ୍ ପଲିସି ମଧ୍ୟ ଚେଞ୍ଜ ହୋଇଯାଇପାରେ। ଏହି ମେସେଜଟା ଆପଣମାନେ ସମସ୍ତ ଛାତ୍ରଛାତ୍ରୀ ଏବଂ ତାଙ୍କର ପ୍ୟାରେଣ୍ଟମାନଙ୍କୁ ଜଣାଇଦେଲେ ଆମର ବୋର୍ଡ଼ ତରଫରୁ ଯେଉଁ ଅଭିନବ ଉପାୟ, ଯେଉଁ ନ୍ୟୁ ସ୍କିମ୍ ଅଫ୍ ଏଭାଲୁଏସନ୍ ବା ନ୍ୟୁ ସ୍କିମ୍ ଅଫ୍ ଆସେସମେଣ୍ଟ ପ୍ରଚଳନ କରାଯାଇଛି ତାହା ଗୋଟିଏ ଗ୍ରାଣ୍ଡ ସକ୍ସେସ୍ରେ ପରିଣତ ହେବ। ଧନ୍ୟବାଦ।